ଭଲ ସେମିତି ସମସ୍ତେ ଭଲ ହେଇଥିବ। ଆଜି ଆମେ ଦେଖିବା ଓଡ଼ିଶା ପିଓ ମ୍ୟାଥମେଟିକ୍ସ ପ୍ରାକ୍ଟିସ୍ ଚାଇଲ୍ଡ ଲେକ୍ଚର ନମ୍ବର 12 ହେଲା। ଆଉ ଆମେ ତ 11ଟା ଲେକ୍ଚର ଅଲରେଡି ଦେଖି ସାରିଛେ। ଆଜି ଦେଖିବା କଣ ଲେକ୍ଚର ନମ୍ବର 12। ତ ଚାଲ ପ୍ରଥମ କ୍ୱେଶ୍ଚନ ଦେଖିବା। If x plus 1 by x is equal to 5, then find the value of x4 ମିଶାଣ 1 by x4 ହେଲା। ଏ ଟାଇପର କ୍ୱେଶ୍ଚନ ତମେ ଆଲଜେବ୍ରାରେ ପଢିଥିବ। x plus 1 by x ଭ୍ୟାଲ୍ୟୁ ଦେଇଛି 5। ତମେ ପଢିନ ଏଟା କଣ ନା x plus 1 by x is equal to n ଯଦି ହବ ତାହେଲେ x4 ମିଶାଣ 1 by x4 is equal to କେତେ ହବ ନା n ସ୍କୋୟାର ମାଇନସ 2 ର ହୋଲ ସ୍କୋୟାର ମାଇନସ 2। ଏଇଟା ତମେ କ୍ୱେଶ୍ଚନ ଟାଇମରେ ପଢିନ ଆଲଜେବ୍ରାରେ ହେଲା। ଏଟା କର ଖାଲି ହିନ୍ତି x plus 1 by x is equal to 5 ତାହେଲେ x plus 1 by x is equal to 5 ଖାଲି n ଜାଗାରେ 5 ଅଛି ବାହାର କର x4 ମିଶ୍ରଣ 1 by x4 କଣ ଦେଇଛି n ସ୍କୋୟାର ମାଇନସ 2 ମାନେ 5 ର ସ୍କୋୟାର ମାଇନସ 2 ର ହୋଲ ସ୍କୋୟାର ମାଇନସ 2। 5 ସ୍କୋୟାର କେତେ 25 ମାଇନସ 2 ହୋଲ ସ୍କୋୟାର ମାଇନସ 2। 25 2 ଗଲେ କେତେ 23 ର ହୋଲ ସ୍କୋୟାର ମାଇନସ 2। 23 ର ସ୍କୋୟାର କେତେ 529 ଅପସନ ଗୁଡା ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା। Find the smallest number by which 36 must be divided to make a perfect cube। ଦେଖ 36 କୁ କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା ଭାଗ କଲେ ଭାଗଫଳ ଏକ ରେଜଲ୍ଟ ଯୋଉ ଆସିବ ଆମର ଗୋଟେ ପରଫେକ୍ଟ କ୍ୟୁବ ହବା ଦରକାର। 36 କୁ ଗୋଟେ ସାନ ସଂଖ୍ୟା ଦ୍ୱାରା ଆମେ ମାନେ କଣ ଭାଗ କରିବା। ସବୁଠୁ ସାନ ସଂଖ୍ୟା କୋଉଟା ଅପସନ ଭିତରେ ଅପସନ ନେଇଯା ନା ସବୁଠୁ ସାନ ସଂଖ୍ୟା କୋଉଟା ଡି। 36 କୁ ଡି ରେ ଭାଗ କଲେ କେତେ 36 ବାଇ 9। ରେଜଲ୍ଟ କେତେ ଆସୁଛି ମାନେ ଭାଗଫଳ କେତେ ଆସୁଛି ରେଜଲ୍ଟ ଆସୁଛି କେତେ 400। 400 ଗୋଟେ କଣ ପରଫେକ୍ଟ କ୍ୟୁବ କି 400 ଗୋଟେ ସ୍କୋୟାର କିନ୍ତୁ କ୍ୟୁବ ନୁହଁ ଅପସନ ମାନେ ଡି ହବନି। ଏବେ କଣ ତାପରେ ନା 36 ତାପରେ ସାନ ସଂଖ୍ୟା କୋଉଟା 50। 36 ବାଇ 50 ଗୋଟେ ଶୂନ କାଟିଦିଅ ରେଜଲ୍ଟ କେତେ ବାହାରୁଛି 72 ମାନେ କେତେ 72। 72 ଗୋଟେ ହବନି 72 କ୍ୟୁବ କି ପରଫେକ୍ଟ କ୍ୟୁବ ହବା ଦରକାର ନା ହବନି। ଏବେ 36 ବାଇ 300 ନେଇଯାଏ 300 ହେଲେ 12 ରେଜଲ୍ଟ କେତେ ଆସିଲା 12 ମାନେ ଭାଗଫଳ 12 ଆସୁଛି। ଏଇଟା ବି ହବନି ହେଲା। ତାହେଲେ ଯୋଉଟା କୋଉଟା ହବନି ଅପସନ ଏ ହବ। 36 କୁ 45 ରେ ବାଟ କର 36 ବାଇ କେତେ 45 450 ହେଲା। ଦେଖ 5 9 ଚଉକୁ 9 ଚଉକୁ ସରି 9 ପଞ୍ଚା 9 ପଞ୍ଚା 45 9 ଚଉକୁ 36 40 5 ଅଷ୍ଟା ରେଜଲ୍ଟ କେତେ ଆସୁଛି 8। ତାହେଲେ ଅପସନ କୋଉଟା 8 ଗୋଟେ ପରଫେକ୍ଟ କ୍ୟୁବ ନୁହଁ କି 8 ର କ୍ୟୁବ କେତେ 2 ଅପସନ ଏ ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା। If tan theta ମିଶାଣ cot theta is equal to 2 then find the value of tan to the power 100 theta ବାହାର କରିବାକୁ cot to the power 100 theta। ଦେଖ tan theta ମିଶାଣ cot theta is equal to କେତେ ଦେଇଛି ନା 2। ଏଟା ମୁଁ ଲେଖିପାରିବି tan theta ମିଶାଣ cot theta କୁ ମୁଁ ଲେଖିପାରିବି 1 by tan theta is equal to କେତେ ହବ 2 ହେଲା। ଏବେ କର ଦେଖ ଏଠି tan theta କୁ LCM ନେ ଗୁଣି ଦିଅ tan square theta ହେଇଯିବ। tan theta କୁ LCM ନେଇଗଲେ tan square theta ମିଶାଣ 1 is equal to କେତେ 2 tan theta ଏପଟକୁ ମାନେ 200 କୁ ଗୁଣି ହେଇଯିବ ମାନେ ଏପଟେ 2 tan theta LCM ଯିବ ବାଇ tan theta ତଳେ ରହିବ ହେଲା। ବୁଝିପାରୁଛ ନା ନାଇଁ tan theta ଏପଟେ ଯାଇ ଗୁଣି ହେଇଯିବ ମାନେ କେତେ ହେଇଯିବ 2 tan theta। ଏବେ ଦେଖ tan square theta ହେଲା ମାଇନସ 2 tan theta ହେଲା ମିଶାଣ 1 is equal to କେତେ ହେଇଯିବ 0। এটা ତମକୁ କାହା ଭଳିଆ ଦେଖାଯାଉଛି a ସ୍କୋୟାର ମାଇନସ 2ab ହେଲା। 2ab ମାନେ କଣ ଏଠି ଗୋଟେ 1 ଟେ ଗୁଣି ଦିଅ ନହେଲେ 2 into a into b ମିଶାଣ 1 ତାହେଲେ କେତେ tan theta ମାଇନସ 1 ର ହୋଲ ସ୍କୋୟାର ମାନେ a ମାଇନସ b ର ହୋଲ ସ୍କୋୟାର is equal to କେତେ 0। ତାହେଲେ tan theta is equal to କେତେ ହେଇଗଲା 1। ଯଦି tan theta is equal to 1 ତାହେଲେ cot theta କେତେ ହେଇଯିବ 1 by tan theta ମାନେ କେତେ 1 by 1 is equal to କେତେ 1। ତାହେଲେ ବାହାର କର tan 100 theta tan 100 theta କୋଶ୍ଚିନ୍ ଦେଇଛି ମିଶାଣ cot to the power 100 theta। tan 100 theta ମାନେ tan theta ର ଭ୍ୟାଲୁ କେତେ 1 to the power 100 ମିଶାଣ 1 to the power 100 equal to 1 ଯେତେ ପାୱାର ଗଲେ 1 ହବ ଆନ୍ସର ବି ଇକ୍ୱେସନ। ନେକ୍ସଟ କ୍ୱେଶ୍ଚନ ଦେଖେ। The difference between the length and the breadth of a rectangle is 23 ମିଟର ହେଲା। ଇଟ୍ସ ପରିମିଟର କେତେ 206 ମିଟର। ତାହେଲେ ପରିମିଟର କାର ଯୋଉ ଆୟତକ୍ଷେତ୍ରର ମୁଁ କହିଥିଲି ଆୟତକ୍ଷେତ୍ରର ପରିମିଟର ସୂତ୍ର କଣ ଏ ପରିମିଟର ଅଫ ରେକ୍ଟାଙ୍ଗଲ ପରିମିଟର ଅଫ ରେକ୍ଟାଙ୍ଗଲ କେତେ ଏଲ ମିଶାଣ ଏଲ ବି ମିଶାଣ ବି ଚାରିଟାକ ବାହୁର ମିଶ୍ରଣ ଫଳ ମାନେ 2 ଇଣ୍ଟୁ କେତେ ଏଲ ପ୍ଲସ ବି
ଆଉ ଏରିଆ କେତେ? ଲେନ୍ଥ ଇଣ୍ଟୁ ବ୍ରେଥ ଦୈର୍ଘ୍ୟ ଗୁଣନ ପ୍ରସ୍ଥ। ହେଲା ଦେଖ ଦି ଜଣଙ୍କର କଣ ଦେଇଛି ଡିଫରେନ୍ସ ମାନେ ଲେନ୍ଥ ମାଇନସ ବ୍ରେଥ ଇଜ ଇକାଲ ଟୁ 23। ସେମାନଙ୍କର ପରିମିଟର କେତେ 206 ମାନେ 2 ହୋଲ ଇଣ୍ଟୁ ଏଲ ପ୍ଲସ ବି ଇଜ ଇକାଲ ଟୁ କେତେ ଦେଇଛି 206। ତାହେଲେ ଲେନ୍ଥ ମିଶ୍ରଣ ବ୍ରେଥ କେତେ ହେଲା 103। ଏ ବାହାର କର ଏଲ ଇଜ ଇକାଲ ଟୁ କେତେ ହବ ନା 103 ମିଶ୍ରଣ 23 ବାଇ 2 126 ବାଇ 2 200 କୁ 12 2 3 6 63। ଯଦି ଏଲ 63 ତାହେଲେ ବି କେତେ ହବ ନା 63 ମାଇନସ 23 ମାନେ କେତେ ହବ ଏ 103 ରୁ 63 ଫେଡି ଦିଅ କେତେ 10 ଗଲେ 4 40 ହେଲା। ତାହେଲେ ଲେନ୍ଥ ଇଣ୍ଟୁ ବ୍ରେଥ ତାହେଲେ ଏରିଆ କେତେ ଏରିଆ ଅଫ ଆୟତକ୍ଷେତ୍ର ଲେନ୍ଥ ଇଣ୍ଟୁ ବ୍ରେଥ 63 ଇଣ୍ଟୁ 40 3 ଶୂନ କେ ଶୂନ 6 ଚଉକୁ 3 ଶୂନ କେ ଶୂନ 6 ଚଉକୁ 24 ଗୁଣିତ ସିଧା ହେଲା 3 ଚଉକୁ 12 6 ଚଉକୁ 24 ଏକ 25 କେତେ ହେଲା 2520 ଅପସନ ଏ। Next question देखिए in how many different ways can the letter of the word दिल्ली can be arranged दिल्ली को ଆମେ କେତେ ଉପାୟରେ ଆରେଞ୍ଜ କରିପାରିବା ଏଇ ଟାଇପର କ୍ୱେଶ୍ଚିନ୍ ମୁଁ କରିଛି ହେଲା ଦିଲ୍ଲୀ को ଆମେ କେତେ ଉପାୟରେ ଆରେଞ୍ଜ କରିପାରିବା ଆଉ ଗଣିତ ଦିଲ୍ଲୀଟା କେତେ ସଂଖ୍ୟା 1 2 3 4 5 ପାଞ୍ଚଟା ମାନେ କେତେ ନମ୍ବର ଅଫ ୱେଜ ୱେଜ ଇଜ ଇକାଲ ଟୁ କେତେ ହବ 5 ଫାକ୍ଟୋରିଆଲ ମାନେ 5 ଇଣ୍ଟୁ 4 ଇଣ୍ଟୁ 3 ଇଣ୍ଟୁ 2 ଇଣ୍ଟୁ 1 5 20 30 60 ଦୁଗୁଣେ 120 ହେଲା ଦିଲ୍ଲୀକୁ ଆମେ 120 ଉପାୟରେ ଲେଖିପାରିବା এই টাইপের কোশ্চেন আমি করেছি দুইটা তিনটা। ফাইন্ড দ নম্বর অফ ডিভিজর্স 540 540 ର ଫ୍ୟାକ୍ଟର କେତେଟା 540 ର ଫ୍ୟାକ୍ଟର ବାହାର କରିବି ଦେଖ 540 କୁ ଆମେ ଲେଖିପାରିବା 54 ଇଣ୍ଟୁ 10 ହେଲା 54 କୁ ଲେଖ ଏମିତି 6 ଇଣ୍ଟୁ 9 ଇଣ୍ଟୁ 2 ଇଣ୍ଟୁ 5 6 କୁ ଲେଖିପାରିବା 2 ଇଣ୍ଟୁ 3 9 କୁ ଲେଖିପାରିବା 3 ଇଣ୍ଟୁ 3 ଇଣ୍ଟୁ 2 ଇଣ୍ଟୁ 5 ହେଲା 2 ର ଦେଖ 2 କେତେଟା ଅଛି ଦିଟା ମାନେ ଲେଖିପାରିବି 2 ର ସ୍କୋୟାର ଇଣ୍ଟୁ 3 କେତେଟା ଅଛି 1 2 3 ମୁଁ ଲେଖିପାରିବି 3 ର କ୍ୟୁବ 5 କେତେଟା ଅଛି ଗୋଟେ ମୁଁ ଲେଖିପାରିବି 5 ଟୁ 8 ହେଲା ଏ ବାହାର କର ନମ୍ବର ଅଫ ଫ୍ୟାକ୍ଟର ଇଜିକାଲ ଟୁ ତମେ ବାହାର କରିଥିବ ଏଟା କୋଉଥିରେ ନମ୍ବର ସିଷ୍ଟମରେ ନମ୍ବର ଅଫ ଫ୍ୟାକ୍ଟର ଇଜିକାଲ ଟୁ କେତେ ନା ପାୱାରରେ 1 ମିଶେଇ କରି ଗୁଣିଦବ ହେଲା ମାନେ ପାୱାର 1 ମିଶାଉ ଆଉ ତିନିଟାକୁ ଗୁଣିଦବ ପାୱାର 1 ମାନେ 2 ର ପାୱାର କେତେ 2 2 ରେ 1 ମିଶେଇବାକୁ 2 ମିଶ୍ରଣ 1 ଇଣ୍ଟୁ ତାପରେ 3 ର ପାୱାର କେତେ ମାନେ 3 ର ପାୱାର କେତେ 3 3 ରେ 1 ମିଶାଉ 3 ମିଶ୍ରଣ 1 ପାୱାର ରେ 1 ମିଶେଇବ ଆଉ ଗୁଣିଦବ ହେଲା ପାୱାର ରେ 1 ମିଶେଇବ ଆଉ ଗୁଣିଦବ ଏମିତି 5 ର ପାୱାର କେତେ 1 ଇଣ୍ଟୁ 1 ମିଶ୍ରଣ 1 ପାୱାର ରେ ଆମେ 1 ମିଶେଇଲେ ଆଉ ତିନିଟା ସଂଖ୍ୟା ଗୁଣିଦେଲେ 2 2 1 3 ଇଣ୍ଟୁ 3 1 4 ଇଣ୍ଟୁ 1 1 2 କେତେ ହେଲା 24 ଅପସନ କୋड ଏ नेक्स्ट क्वेश्चन देखिए if the radius of a cylinder is doubled and its height is half what will be the ratio of the new volume to the original volume new volume to the original volume देखो प्रथम কথা হচ্ছে সিলিন্ডার ভলিউম ফর্মুলা কোন বেস এরিয়া ইনটু হাইট মানে পাই আর স্কয়ার হচ্ছে সিলিন্ডার ভলিউম ମୁଁ କହିଥିଲି ପାଇ ଆର ସ୍କୟାର ଏଚ୍ ବେସ୍ ଏରିଆ ଇନଟୁ ହାଇଟ୍ ହଁ ବ୍ୟବହାର କର ରେଡିୟସ୍ କଣ ହବ ରେଡିୟସ୍ ହେଇଯିବ କଣ ଡବଲ if the radius of a cylinder is doubled radius ଆଗରୁ ଥିଲା r କଣ ହେଇଯିବ ଡବଲ ହେଇଯିବ ମାନେ କେତେ ହେଇଯିବ 2r ତାପରେ ହାଇଟ୍ ହାଫ୍ ହେଇଯିବ ହାଇଟ୍ h ଥିଲା ମନେକର ହାଇଟ୍ ଥିଲା h ହାଫ୍ ହେଇଯିବ ମାନେ କେତେ ହେଇଯିବ h ବାଇ 2 ଭଲ୍ୟୁମ୍ କେତେ ହବ ପାଇ ଆର ସ୍କୟାର h ପାଇ ଆର ସ୍କୟାର h ଏପଟେ ଏମିତି ହେଇଯିବ କେତେ ପାଇ ଆର ସ୍କୟାର କେତେ 2r ସ୍କୟାର 2 ଇଣ୍ଟୁ 2r ର ହୋଲ୍ ସ୍କୟାର ଇଣ୍ଟୁ h ବାଇ 2 ହେଲା ଦେଖ ପାଇ କୁ ପାଇ କଟିଗଲା ରହିଲା କେତେ ଆର ସ୍କୟାର h ଏପଟେ ଏମିତି କେତେ ରହିଲା 2r ସ୍କୟାର ମାନେ 4r ସ୍କୟାର ଇଣ୍ଟୁ h ବାଇ 2 ହେଲା 2 କୁ 2 ଏଠି କାଟିଦିଅ ହେଲା ଆର ସ୍କୟାର କୁ h ଏଠି ଆର ସ୍କୟାର h କଟିଗଲା ରହିଲା କେତେ ଏଠି 1 ଏଠି 1 ଅଛି 1 is to 2 ଏଇଟା ହଉଛି ଓରିଜିନାଲ ଏଇଟା ହଉଛି ନ୍ୟୁ ଆମକୁ ପଚାରୁଛି କଣ ଆଗ ନ୍ୟୁ ଭଲ୍ୟୁମ ଟୁ ଓରିଜିନାଲ ଭଲ୍ୟୁମ ଆଗ ଆସିବ ନ୍ୟୁ ତାପରେ ଆସିବ ଓରିଜିନାଲ ରେସିଓ କେତେ ହବ 2:1 ଅପସନ କୋड ହେଲା नेक्स्ट क्वेश्चन देखिए A and B together can do a piece of work in कहते 12 days while B alone can finish it in 30 days in how many days can A alone finish the work ହେଲା A and B can do a piece of work in ଦେଖ A ମିଶ୍ରଣ B କଣ କରୁଛନ୍ତି ମାନେ 12 ଦିନରେ ଗୋଟେ କାମକୁ ଶେଷ କରୁଛନ୍ତି ତାପରେ B ଏକୁଟିଆ
କେତେ ଦିନ କାମ କରୁଛି ନା 20-30 ଦିନ କାମ ଶେଷ କରୁଛି। ଏଇଟା କହନ୍ତି କଣ ଟୋଟାଲ ଟାଇମ। ଆମେ ଯୋଉ ଏଲସିଏମ ନବା ଏଟା କହନ୍ତି ଟୋଟାଲ ୱାର୍କ। ଏଲସିଏମ କେତେ ହବ 60, 12 ପଞ୍ଚା 60 ଆଉ 30 ଦୁଗୁଣେ 60। ଏଟା ଏଟା କଣ ଟାଇମ, ଏଟା କଣ ଏଟା ଏଟା ଟାଇମ ବାକି ବା ଡେଜ୍, ଏଟା କଣ ଏଫିସିଏନ୍ସି, ଏଟା କହନ୍ତି ଟୋଟାଲ ୱାର୍କ। ତାହେଲେ ଏ ର ଏଫିସିଏନ୍ସି କେତେ 5 ମିଶାଣ 5 ମାଇନସ 2 3। ତାହେଲେ ଟୋଟାଲ ଟାଇମ ଅଫ ଏ ଇଜିକାଲ ଟୁ କେତେ 60 ବାଇ ୱାର୍କ ଅପନ ଏଫିସିଏନ୍ସି ନାଇଁ କି ଏ ର ଏଫିସିଏନ୍ସି 3 20 ଅପସନ କୁ ଏଇଟା ବି କ୍ୱେଶ୍ଚନ ବି ହେଇଯିବ। ସିମ୍ପଲିଫାଇ ଏଇଟାକୁ ଆମେ ସିମ୍ପଲିଫାଇ କରିବା ଏତିକି ନମ୍ବର ଦେଖ କେମିତି କରିବା। ଦେଖ ପ୍ରଥମେ କରିବା ଦେଖ ये 1 इंटू 1/2 को ମୁଁ ଲେଖିପାରିବି କଣ 1/1 इंटू 2 ଏଟାକୁ ମୁଁ ଲେଖିପାରିବି 1/1 ମାଇନସ 1/2 ହେଲା। ଦେଖ ପ୍ରୁଭ କରିବା ଏବେ ଏଇଠିକୁ ଏଇଠିକି ଯିବା ହଉଛି ନା ନାଇଁ। ଦେଖ 1 इंटू 2 एलसीएम ନେଇଯାଅ 2 ମାଇନସ 1 ଇଜିକାଲ ଟୁ କେତେ ହବ 2 ଏପଟେ ରହିଯିବ 1 ଏପଟେ ରହିଯିବ ମାନେ 1/1 इंटू 2। ତେଣୁ ମୁଁ ଲେଖିପାରିବି କେତେ 1 इंटू 1/2 କୁ ମୁଁ ଲେଖିପାରିବି 1/1 1/2। ଦେଖ ଏବେ ସବୁ ଯାକ ସେଇ ଟାଇପର ଲେଖ ସବୁ ଯାକ ମାନେ 1/1 ମାଇନସ 1/2 ହେଲା। ଏପଟେ ଏମିତି ମିଶ୍ରଣ 1/2 ମାଇନସ 1/3। ଦେଖ 2 इंटू 3 को एलसीएम ନେଇଯାଅ ହେଲା 2 इंटू 3 एलसीएम ନେଇଗଲେ ଏପଟେ ରହିବ 3 ଏପଟେ ରହିବ 2 3 ରୁ 2 ଗଲେ 3 ରୁ 2 ଗଲେ 1 ମାନେ କେତେ ହବ 1/2 इंटू 3 ମିଶ୍ରଣ 1/3 इंटू 4 ତାପର ଟର୍ମ ଏମିତି କେତେ ହବ 1/4 ହେଲା। ମାନେ ଏଇଟା ଲେଖ ଏଇ ଟାଇପର ବା 1/3 ମାଇନସ 1/4 ତାପର ଟର୍ମଟା କେତେ ହବ ନା ମିଶ୍ରଣ 1/4 ମାଇନସ 1/5 ତାପରେ ଏମିତି ମାଇନସ 1/5 ହେଲା ମିଶ୍ରଣ ମାଇନସ 1/5 ନା ମିଶ୍ରଣ 1/5 ମାଇନସ 1/6 ତାପରେ ପର ଟର୍ମଟା କେତେ ହବ ମାନେ ପ୍ରଥମେ ମାଇନସ ରହିବ ତାପରେ ପ୍ଲସ ରହିବ ତାପରେ କଣ ହବ ସେଇ ଟାଇପର ଏମିତି ଡଟ 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 ହେଇକି ଯିବ ହେଲା। କଣ ରହିବ ନା 1/19 ହେଲା ମିଶ୍ରଣ 1/19 ମାଇନସ 1 କେତେ ହବ ନା 100 ଏପଟେ ଗୋଟେ ମାଇନସ 1/19 ହେଇକି ରହିବ। ଆଗ ମାଇନସ ଆସୁଛି ନା ଆଗ ମାଇନସ ତାପରେ ପ୍ଲସ ଆଗ ମାଇନସ ତାପରେ ପ୍ଲସ ଦେଖ ଏଠି ମାଇନସ 1/2 ଏଇଟା କଟିଗଲା ସବୁ ଯାକ କଟିଗଲା ଏଠି ମାଇନସ 1/5 ଏଇଟା ବି ଏମିତି କଟିଯିବ। ଏପଟେ ଗୋଟେ ପ୍ଲସ 1/6 ଆସିବ ଏପଟେ ଏମିତି 1/19 କଟିଯିବ କାରଣ ଏପଟେ ଗୋଟେ ମାଇନସ 1/19 ଆସିବ ହେଲା। ଇଜିକାଲ ଟୁ କେତେ ରହିଲା ଖାଲି ଏଇ ଦିଟା ସଂଖ୍ୟା ରହିଗଲା ରହିଲା କେତେ 1/1 ମାଇନସ 1/100 ଏଲସିଏମ ନେଇଯାଅ 100 ମାଇନସ 1 ଇଜିକାଲ ଟୁ 19/100 ଅପସନ କୋଉଟା ଏ। ଆଉ ଗୋଟେ ସର୍ଟ ଟ୍ରିକ୍ ବି ଅଛି। ସର୍ଟ ଟ୍ରିକ୍ କଣ ନା ସର୍ଟ ଟ୍ରିକ୍ ହେଉଛି 1 ବାଇ डिफरेंस बिटवीन फास्ट टू टर्म डिफरेंस बिटवीन फास्ट टू टर्म होल इनटू ହେଲା होल इनटू କଣ ହେଇଯିବ ନା ଫାଷ୍ଟ ଟର୍ମ ହେଲା ଫାଷ୍ଟ ଟର୍ମ ହେଲା ଫାଷ୍ଟ ଟର୍ମ ମାଇନସ ଲାଷ୍ଟ ଟର୍ମ ହେଲା। ଏଇଟା ହଉଛି ଫର୍ମୁଲା ସର୍ଟ ଟ୍ରିକ୍। ଦେଖ କେମିତି ବାହାର କରିବା 1 ବାଇ डिफरेंस बिटवीन फास्ट टू टर्म 1 बाई डिफरेंस बिटवीन फास्ट टू टर्म ମାନେ ଫାଷ୍ଟ ଟୁ ଟର୍ମ କୋଉଟା ମାନେ ଏଇଠି ଦେଖ 2 ମାଇନସ 1 ହେଲା ଡିଫରେନ୍ସ ବିଟୱିନ୍ ଫାଷ୍ଟ ଟୁ ଟର୍ମ ଏଇ ଦିଟା ଟର୍ମ ଭିତରେ ଡିଫରେନ୍ସ ମାନେ କେତେ ହେଇଯିବ 2 ମାଇନସ 1 ତାପରେ ଫାଷ୍ଟ ଟର୍ମ କେତେ 1/1 ମାଇନସ ଲାଷ୍ଟ ଟର୍ମ କେତେ 1/100 ମାଇନସ 1/100 ହେଲା। ଏଇଟା ହଉଛି ଫାଷ୍ଟ ଟର୍ମ 1/1 ଟାକୁ ଆଉ 1/100 ହଉଛି ଲାଷ୍ଟ ଟର୍ମ ଏଇଟା କେତେ ହେଇଯିବ 1 ହେଇଯିବ ହେଲା 1/1 ମାନେ କେତେ ହେଇଯିବ 1/1/100 ହେଲା କେତେ ହେଇଯିବ ଏଇଟା 19/100 ଅପସନ କୋଉଟା ଏ ହେଲା। ନେକ୍ସଟ क्वेश्चन देखिए each interior angle of a regular polygon is 135 degree find the number of diagonal in the polygon number of diagonal in the polygon ହେଲା number of diagonal ମୁଁ କହିଥିଲି ଆଗରୁ number of diagonal of polygon number of diagonal in a polygon ଫର୍ମୁଲା କଣ ଫର୍ମୁଲା ହଉଛି n ହୋଲ ଇନଟୁ n ମାଇନସ କଣ ହେଇଯିବ 3 ହେଲା ବାଇ 2 n ହୋଲ ଇନଟୁ n ମାଇନସ 3 ବାଇ 2 ଏଇଟା ହଉଛି ଫର୍ମୁଲା ନମ୍ବର ଅଫ ଡାଇଗୋନାଲ ତାର ପଲିଗନ ନମ୍ବର ଅଫ ଡାଇଗୋନାଲ ଇନ ଏ ପଲିଗନ n ହୋଲ ଇନଟୁ n ମାଇନସ 3 ବାଇ କେତେ ହବ ତାପରେ କଣ ଦେଇଛି ଏବେ ଦେଖ ପଢ
इंटेरियर एंगल इच केते 135 डिग्री एक सुषम बहुभुजर प्रत्येक अंतः कोणर परिमाण केते 135 डिग्री प्रतिटा ହେଲା ପ୍ରତି କୋଣର ପରିମାଣ କେତେ 135 डिग्री ତାହେଲେ କଣ ନା इंटेरियर एंगल ମିଶ୍ରଣ ଆମେ ପଢିଛେ କଣ ପଲିଗନ ର इंटेरियर एंगल ମିଶ୍ରଣ एक्सटेरियर एंगल इंटेरियर ମିଶ୍ରଣ एक्सटेरियर इजिकल टू केते 180 डिग्री ହେଲା इंटेरियर एंगल इजिकल टू केते ଦେଇଛି इंटेरियर एंगल ଦେଇଛି 135 डिग्री पुणी प्रत्येकर इंटेरियर एंगल ଦେଇଛି 135 डिग्री मिश्रण एक्सटेरियर एंगल इजिकल टू केते हबो 180 डिग्री ताहले एक्सटेरियर एंगल केते ହେଇଗଲା 45 डिग्री 180 ରୁ 35 କଲେ 45 डिग्री एक्सटेरियर एंगल फॉर्मूला कौन पुणी प्रत्येक ହେଲା एक्सटेरियर एंगल पुणी इच एक्सटेरियर एंगल फॉर्मूला कौन अरे पॉलीगन रो मैं लिखुଛି ଏଠି पॉलीगन इच एक्सटेरियर एंगल इजिकल टू केते ହେଇଯିବ माने सब जाक एक्सटेरियर एंगल केते 360 डिग्री प्रत्येकर केते बाय एन माने केते ହେଇଯିବ 360 डिग्री बाय एन इजिकल टू केते ଦେଇଛି एटा होची पॉलीगन सब जाक माने कोन प्रत्येक एक्सटेरियर एंगल रो वैल्यू फॉर्मूला मध्ये कहि परियो ହେଲା ସବୁ जाक एक्सटेरियर एंगल मिसिले 360 डिग्री 360 डिग्री हमको दरकार प्रत्येकर माने इच रो ହେଲା प्रति गोटे गोटे माने बाय एन इजिकल टू केते ଦେଇଛି 45 डिग्री क्वेश्चन ଦେଇଛି ताले एन इजिकल टू केते हबो 360 डिग्री माइनस 360 डिग्री बाय 45 डिग्री 8 ए बाहर करो नंबर ऑफ डायगोनल इजिकल टू फॉर्मूला पको 8 इंटू 8 माइनस 3 माने केते हिजो 8 बोले 8 माइनस 3 माने लिखुଛି 8 इंटू 5 बाय केते 2 2 चौक 8 5 केते 20 ऑप्शन कर ହେଲା नेक्स्ट क्वेश्चन देखिए फाइंड द वैल्यू ऑफ 12 माइनस 12 12 ए टाइप रो रूट ओवर ହେଇକି ଅଛି ए टाइप रो क्वेश्चन ମୁଁ କରିଛି इनफिनिटी जांगे थिले क्वेश्चन करनी ए टाइप रो कोन 12 को हम एमिति संख्या रे गुणिबा माने दीटा संख्या गुणिया जोटा ताको डिफरेंस करले 1 हेउथबो कोडा दिन 4 इंटू 3 ताको डिफरेंस करले 1 जेतु माइनस अछि ताले आंसर कोडा हो 3 प्लस थिले आंसर कोडा थांदा 4 माइनस अछि माने छोटो संख्या जीव ऑप्शन को नेक्स्ट क्वेश्चन देखिए if a cube मिश्रण b cube is equal to मिश्रण c cube is equal to 3abc आपको कंडीशन देछि ना a plus b plus c not is equal to 0 ताले बाहर करो एबे कोन ए भितरु कोडा ठीक देखो a cube ए क्वेश्चन देछि a cube मिश्रण b cube मिश्रण c cube is equal to 3abc तोडा फार्मूला पडिथिबो कोन ना a cube मिश्रण b cube मिश्रण c cube ହେଲା माइनस 3abc इजिकल टू फॉर्मूला कोन ना a plus b plus c आरो चारटा फॉर्मूला अछि हला एटा सेकंड फॉर्मूला बोधे a plus b plus c होल इनटू a स्क्वायर मिश्रण b स्क्वायर मिश्रण c स्क्वायर चारटा फॉर्मूला मध्ये कहबी जेतले क्लास करी मु तोर भलरे a स्क्वायर मिश्रण b स्क्वायर मिश्रण c स्क्वायर माइनस ab माइनस bc माइनस sc हला एटा भल लिखुछि माइनस ab माइनस bc माइनस sc हला एटा होछि फॉर्मूला देखो a क्यूब मिश्रण b क्यूब माइनस 3abc इक्वल टू a प्लस b प्लस c होल इनटू a स्क्वायर मिश्रण b स्क्वायर माइनस ab माइनस bc माइनस sc देखो a क्यूब प्लस b क्यूब प्लस c क्यूब इक्वल टू 3abc से क्वेश्चन देछि ताले a क्यूब मिश्रण b क्यूब मिश्रण c क्यूब जगह हम पके परबी 3abc पके परबी ना नहीं हां ना 3abc माइनस 3abc इक्वल टू a प्लस b प्लस c होल इनटू एतिको एतिको केते ना a स्क्वायर मिश्रण b स्क्वायर मिश्रण c स्क्वायर माइनस ab माइनस bc माइनस sc हला देखो 3abc कटि गला तान रहिला केते a प्लस b प्लस c होल इनटू a स्क्वायर मिश्रण b स्क्वायर मिश्रण c स्क्वायर माइनस ab माइनस sc इज इक्वल टू 0 क्वेश्चन देछि जे एटा 0 न क्वेश्चन कोन देछि ना एटा केतले 0 हबो एटा केतले हेले 0 हबो जदि एटा 0 हबो ताले एटा 0 हबो आ किछि बात नै से क्वेश्चन देछि एटा 0 हबो ताले एटा 0 करो ताने 0 कोडा करिया ना a स्क्वायर मिश्रण b स्क्वायर मिश्रण c स्क्वायर माइनस ab माइनस bc माइनस s इज इक्वल टू 0 जेहेतु एटा नॉट इज इक्वल टू 0 हला करो देखो एबे कोन करिया देखो एबे सब धरे 2 टे गुणी दियो 2a स्क्वायर मिश्रण 2b स्क्वायर मिश्रण 2c स्क्वायर हला माइनस 2ab माइनस 2bc माइनस 2ac इज इक्वल टू केते 0
ଏବେ ଦେଖ ଏଠି 2a² ମୁଁ ଲେଖିପାରିବି। ଦେଖ ଏଇଟା କେମିତି ଲେଖେ ତାକୁ, ମାନେ ବୁଝିପାରୁଛ ନା ଏଇଟା କେମିତି ଲେଖା, a ପ୍ଲସ୍ b ର ହୋଲ୍ ସ୍କୋୟାର କରିବା, ସରି a ମାଇନସ୍ b ର ହୋଲ୍ ସ୍କୋୟାର କରିବା। ହେଲା ଦେଖ ଏଠି ଦିଟା ଅଛି ତା ଭିତରେ ଦେଖ ଏମିତି ଲେଖିବା a ସ୍କୋୟାର। ହେଲା ଏଇଟା ଭଲ a ସ୍କୋୟାର ମାଇନସ୍ 2ab ଟାକୁ ମୁଁ ଏଠି ଲେଖିବି 2ab ହେଲା ମିଶାଣ ଏ b 2b ସ୍କୋୟାର ଗୋଟେ b ସ୍କୋୟାର ନେଲି b ସ୍କୋୟାର। ହେଲା ତାପରେ ଦେଖ ତାহলে ଲେଖିବା 2bc ପାଳି 2bc ପାଳି କେମିତି ଲେଖିବା, ଆଗ ଲେଖିବା 2b ସ୍କୋୟାର ଗୋଟେ b ସ୍କୋୟାର ଆଣ b ସ୍କୋୟାର ହେଲା ମାଇନସ୍ 2bc ହେଲା ତାପରେ କଣ c ସ୍କୋୟାର ଗୋଟେ c ସ୍କୋୟାର ଆଣ ମିଶାଣ c ସ୍କୋୟାର। ହେଲା ଏବେ 2ac କେମିତି ଲେଖ, এই ଗୋଟେ ସ୍କୋୟାର ପଳେଇଛି আর ହେଲା a ସ୍କୋୟାର ଡିଟୋ ସେମିତି ମାଇନସ୍ 2ac କଣ ମିଶାଣ c ସ୍କୋୟାର ଇଜିକାଲ କେତେ 0। କଣ ଦେଖିଲେ ଏଠି a ମାଇନସ୍ b ର ହୋଲ୍ ସ୍କୋୟାର ମିଶାଣ b ମାଇନସ୍ c ର ହୋଲ୍ ସ୍କୋୟାର ମିଶାଣ c ମାଇନସ୍ a ର ହୋଲ୍ ସ୍କୋୟାର ଇଜିକାଲ କେତେ ହେଲା 0। ହେଲା ଏବେ କଣ କରିବା ଦେଖ ତିନିଟା ଆଗର ସମଷ୍ଟି 0 ତା ମାନେ ପ୍ରତ୍ୟେକ 0 0 ହେଇଥିବ, ତିନିଟା ଆଗ ସମଷ୍ଟି ମିଶିଲେ 0 ତା ମାନେ ପ୍ରତ୍ୟେକ 0 0 କରିଦିଅ, ମାନେ a minus b is equal to 0 and a minus b ର whole square is equal to 0, a minus b is equal to 0, a is equal to କେତେ ବାହାରିଲା b, ତାପରେ b minus c ର square is equal to 0, b minus c is equal to 0, b is equal to c, ଆଉ କଣ ଦେଇଛି ନା c minus a square is equal to 0, c is equal to ସେମିତି a, ତାହେଲେ କଣ ବାହାରିଲା a is equal to b is equal to c, ଦେଖ a is equal to b, ଏଇଟା ଦେଖ ଏଇଟା ବାହାରିଲା, ଏଇଠି ବାହାରିଲା ଗୋଟେ a is equal to b is equal to c, ऑप्शन है। नेक्स्ट क्वेश्चन देखो, द रेशियो ऑफ इनकम ऑफ a and b is 5x 4x है 5:4, मनकर 5x x नहीं जा x इन नवा and their expenditure खर्च केते एतिकी, ताले सेविंग यदि से माने प्रत्येक 16 टका सेविंग करछन ताले इनकम ऑफ a केते, देखो एटी लिखि दियो a एटी लिखि दियो b, एटी प्रथमे लिखो इनकम, ए रो इनकम मनकर 5 टका मनकर 5x, b रो इनकम मनकर 4 टका नहीं जो 4x, ए रो एक्सपेंडिचर खर्च केते क्वेश्चन दे 3x आ बी रो एक्सपेंडिचर केते ना 2x, 5 टका 3 टका ये कौन खर्च कर दोची 4 टका रो ए बी केते ना खर्च करची 2 टका, ताले कोन सेविंग केते देला, ताले ए रो सेविंग केते हला 2x आ बी रो सेविंग केते हला 2x, एटा बेरो क्वेश्चन मु करिछि। हला देखो प्रत्येक 16 टका सेविंग करछन, माने ए सेविंग करछि 16 टका बी सेविंग करछि 16 टका, हम रेशियो भी बाहर देखो ये रेशियो भी इक्वल बाहर, माने देखो एटी 16 टका हबो एटी 16 टका हबो सेमानकर सेविंग समान, हम रेशियो जो बाहर कले तांकर सेविंग भी समान बाहरला, ताले 16 ताले कार भ्यालु हबो एटा सेविंग रो भ्यालु माने 2x रो भ्यालु, हमको दरकार कार भ्यालु इनकम ऑफ ए रो इनकम बाहर करो, ए रो इनकम केते 5x सीधा बाहर करो इनटू 5x, x x कटि गला 2 8 16 8 5 केते 40 4000, ऑप्शन कोडा ए। हला नेक्स्ट क्वेश्चन देखिया, फाइंड द यूनिट डिजिट इन द प्रोडक्ट ऑफ एति, आर यूनिट डिजिट बाहर करिया माने कोन स्थानीय अंक को बाहर करिया, स्थानीय मान अंक बाहर कर 711 स्थानीय मान को केते 1, प्रथमे देखो 1 रो 52 1 रो 52, तापरे 213 रो स्थानीय मान को केते 3 3 टू पावर 6 3 टू पावर 6, हला देखो 1 रो जते पावर कले कोन 1 रो तमे जते पावर कले 1 ही आसीओ, ताले आंसर कोटा बाहर 3 टू पावर 6, ଏବେ 3 ଟୁ ପାୱାର 6 ର ୟୁନିଟ୍ ଡିଜିଟ୍ ବାହାର କର, ପ୍ରଥମେ ଦେଖ 3 ଟୁ ପାୱାର 1 କେତେ 3, ତାପରେ 3 ଟୁ ପାୱାର ସ୍କୋୟାର କେତେ ୟୁନିଟ୍ ଡିଜିଟ୍ କେତେ ଆସୁଛି 9, 3 ପାୱାର କ୍ୟୁ କେତେ 9 ଇଣ୍ଟୁ 3 ୟୁନିଟ୍ ଡିଜିଟ୍ କେତେ 27 7, 4 କେତେ 7 ଚୌକ ସରି 7 ରେ 21 ୟୁନିଟ୍ ଡିଜିଟ୍ କେତେ 1, 3 ଘାତ 5 ୟୁନିଟ୍ ଡିଜିଟ୍ କେତେ 3 3 କେ 3 3 ଘାତ 6 ୟୁନିଟ୍ ଡିଜିଟ୍ କେତେ 9, ମାନେ 3 କୁ 3 3 3 9 ନା, ତାହେଲେ ୟୁନିଟ୍ ଡିଜିଟ୍ କେତେ 9, 3 और 6 ର ୟୁନିଟ୍ ଡିଜିଟ୍ କେତେ ହବ 9, ऑप्शन को। नेक्स्ट क्वेश्चन देखिए, द डिफरेंस बिटवीन द सप्लीमेंटरी एंड कॉम्प्लीमेंटरी एंगल ऑफ एन एंगल इज हाउ मच, ऑलवेज हाउ मच, सबले केते हबो 90 डिग्री हबो, देखो प्रमाण करिया, मन कर गोटे एंगल नै जो x तार कॉम्प्लीमेंटरी एंगल केते हिजो, कॉम्प्लीमेंटरी एंगल केते हिजो मु कहथिल 90 डिग्री माइनस x आ सप्लीमेंटरी एंगल केते हबो 180 डिग्री माइनस x, है यहाँ भर डिफरेन्स बाहर कर क्वेश्चन दे 180 डिग्री माइनस एक्स माइनस 90 डिग्री माइनस एक्स है 180 डिग्री माइनस एक्स है, देखो ये 90 डिग्री खाली अच्छे माइनस भितर पसला माइनस 90 डिग्री मिश्रण एक्स 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 कटिगला 180 ରୁ 90 डिग्री के 90 डिग्री, ऑप्शन कोड नेक्स्ट क्वेश्चन देखिए, सॉल्व फॉर 3
ଏତିକି ଆମେ ସଲ୍ଭ କରିବା 5x+3 25 3x-4 ହେଲା ସଲ୍ଭ କର ଏଟାକୁ ଧର କେମିତି ସଲ୍ଭ କରିବା ଏଇଟା ବି କ୍ୱେଶ୍ଚିନ୍ ବି କରିଛୁ 5x+3 क्वेश्चन दीजिए 5x+3 इज इक्वल टू 25 होल इंटू 3x-4 5x+3 इज इक्वल टू 25 को मुझे लिखिपारि कौन ना 5 रो स्क्वायर होल इंटू 3x-4 है 5 रो x+3 इज इक्वल टू केते हिजो ना 5 होल इंटू 2 होल इंटू है तो केते हिजो देखो एटी कौन अछि देखो बेस समान अछि देखो एटी बेस समान 5 को 5 समान ହେଲା ଯେତେବେଳେ ବେସ୍ ସମାନେ ମାନେ ଆଧାର ସମାନ ତାହେଲେ ପାୱାରକୁ ଇକ୍ୱାଲ କରିଦିଅ ତାହେଲେ x+3 ଇଜ ଇକ୍ୱାଲ ଟୁ କେତେ ହେଇଯିବ 2 ହୋଲ୍ ଇଣ୍ଟୁ 3x-4 ଗୁଣ x+3 2 3 କେତେ 6x ତାହେଲେ କେତେ ହେଇଯିବ ଏଟା 2 ଚଉକୁ 8 ହେଲା ଏଟା ସଲ୍ଭ କର ଏବେ ସବୁ ଯାକ କଣ ପଜିଟିଭ ରଖିଦେବ ହେଲା ଏପଟେ -8 ଅଛି ଏପଟକୁ ଆସିଲେ କଣ +8 ହେଇଯିବ ଏଟା 6x ଅଛି ଏପଟେ ଗଲେ କଣ -x ହେଇଯିବ ତାହେଲେ देखो ଏଠି 8 ମିଶ୍ରଣ 3 ଇକ୍ୱାଲ୍ ଟୁ କେତେ ହେଇଯିବ ନା 6x ମାଇନସ୍ x 6x ମାଇନସ୍ x 11 ଇକ୍ୱାଲ୍ ଟୁ କେତେ ହେଲା 5x ତାହେଲେ x ଇକ୍ୱାଲ୍ ଟୁ କେତେ 11/5 କେତେ 11 × 22 2.2 ऑप्शन कोड ए ହେଲା नेक्स्ट क्वेश्चन देखिए सॉरी find the diagonal of a cube is 6√3 ହେଲା if the diagonal of a cube is 6√3 find the its volume ଭଲ୍ୟୁମ୍ ତାହେଲେ କେତେ ତାର ଡାଇଗୋନାଲି এই টাইপର क्वेश्चन ବି କରିଛୁ ହେଲା କ୍ୟୁବ ଦେଖିବାକୁ କେମିତିଆ କ୍ୟୁ ମାନେ କଣ ନା ତାର ସବୁ ଯାକ ସାଇଡ୍ ସମାନ ଯେମିତି ସ୍କୋୟାର ସବୁ ଯାକ ସାଇଡ୍ ସମାନ ତାହେଲେ କ୍ୟୁଟା କେମିତି ସବୁ ଯାକ ସାଇଡ୍ ସମାନ ହେଲା ଯଦି ସ୍କୋୟାରକୁ ଆମେ 3D ଭଳିଆ କରିଦବା ଏଟା ଗୋଟେ କ୍ୟୁ ହେଇପାରିବ ମାନେ ଏଇ ଟାଇପର ଦେଖାଯିବ ଦେଖ କେମିତି ସରି ଆମର ବଙ୍କା ହେଇଯାଉଛି ହେଲା ଏଇଟା ଯଦି ସ୍କୋୟାର ହଉ ହେଲା ଆଉ ଟାଇପର ଏଇ ଟାଇପର ଆଉ ଗୋଟେ କରନ୍ତୁ ମୁଁ ଇମେଜ ନେଇକି ପଳେଇ ଆସୁଛି ଏଇଟା ହଉନି ଠିକରେ ହେଲା ଦେଖ ଏଇ ଟାଇପର ଗୋଟେ କ୍ୟୁ ହେଲା ସେଇଟା ତମକୁ କ୍ୟୁ ବୋର୍ଡ ଭଳିଆ ଦେଖାଯାଉଛି ଭାବିଦିଅ ଏଟା କ୍ୟୁ ମାନେ କଣ ଚାରିଟାକ ଭାଗ ସମାନ ହେଲା ମାନେ ଚାରିଟାକ ନୁହଁ ସବୁ ଯାକ ଭାଗ ଯେତିକ ଭାଗ ଅଛି ଏଇଟା ଏ ହେଲେ ଏଇଟା ବି ଏ ଏଇଟା ବି ଏ ଏଇଟା ତମେ କ୍ୟୁ ବୋର୍ଡ ଭଳିଆ ଦେଖାଯାଉଛି ଭାବିଦିଅ ଏଇଟା କ୍ୟୁ ଏଇଟା ବି ଏ ହେଲା ଏଇଟା ବି ହବ ଏ ଏଇଟା ବି ହେଇଯିବ ଏ ସବୁ ଯାକ ଯେତିକ ସାଇଡ ଅଛି ସବୁ ଯାକ ସମାନ ଏ ଭିତରଟା ବି ହବ ଏ ନା କୋଉଟା ଏଇଟା ଏଇଟା ବି ହେଇଯିବ ଏ ଏଇଟା ବି ହେଇଯିବ ଏ ଏଇଟା ବି ହବ ଏ ସବୁ ତା ସବୁ ଯାହା ବି ତମେ ଦେଖୁଛ ସବୁ ଯାକ ସାଇଡ ସମାନ ମ୍ୟାକ୍ସିମମ ରୋଡ ମାନେ ମାନେ କଣ ଦେଇଛି ଡାଇଗୋନାଲ ମାନେ କଣ ମାନେ କଣ କର୍ଣ୍ଣ ଲମ୍ବ ହେଲା କର୍ଣ୍ଣ ମାନେ କଣ ନା ମ୍ୟାକ୍ସିମମ ରୋଡ ବି ତମେ କହିପାରିବ ହେଲା ଦେଖ ମ୍ୟାକ୍ସିମମ ରୋଡ କିନ୍ ଯିବ ଭିତରେ ହେଲା ଦେଖ ମ୍ୟାକ୍ସିମମ ରୋଡ ଗୋଟେ ଭଲ କଲରଟେ ନବ ଏଇଠି ମ୍ୟାକ୍ସିମମ ରୋଡ ଯିବ ଏଇ ଭିତରେ ମ୍ୟାକ୍ସିମମ ରୋଡ ଯିବ ମୁଁ କହିଯିବି ମ୍ୟାକ୍ସିମମ ରୋଡ କିନ୍ ଯିବ ମ୍ୟାକ୍ସିମମ ରୋଡ କିମ୍ବା ତମେ ତାକୁ କହିବ ଡାଇଗୋନାଲ ବି କହିପାରିବ କର୍ଣ୍ଣ ବୋଲି ତମେ କହିପାରିବ ହେଲା ଏଇଟା ହଉଛି କ୍ୟୁବର କର୍ଣ୍ଣ ମାନେ ଗୋଟେ ରୁମରୁ ତମେ ଗୋଟେ ରୁମ ଭିତରେ ଯୋଉ ବସିଛ ଗୋଟେ କୋଣରୁ ତା ଅପୋଜିଟ ଡିରେକ୍ସନ ମାନେ କଣ ମଝିରେ ହେଇକି ଯିବ ହେଲା ବାଉଁଶଟା ଯୋଉ ପକେଇବ ଏ ମଝିରେ ହେଇକି ଯିବ ତାକୁ କହନ୍ତି ଡାଇଗୋନାଲ ହେଲା ଏଇ କୋଣରୁ ଏଇ କୋଣ ତମେ ବସିଛ ମନେକର ଏଇଠି ଥାଉ ତମେ ଏଇଠି ମୁଣ୍ଡ ହେଲା ମଝିରେ ତମ ମୁଣ୍ଡ ରହିଛି ଏଇ କୋଣରୁ ଏଇ କୋଣ ତାକୁ କହନ୍ତି ଡାଇଗୋନାଲ ଦେଖ ମୁଁ ବି କହିଛି ଡାଇଗୋନାଲ ଫର୍ମୁଲା କଣ ଏ ବାହୁଟାର ମାନେ କର୍ଣ୍ଣର ସୂତ୍ର କଣ ଏଇଟା ହଉଛି କର୍ଣ୍ଣ ଏଇଟା ହଉଛି କଣ ନା କ୍ୟୁବର ଡାଇଗୋନାଲ ହେଲା ଡାଇଗୋନାଲ ଅଫ ଏ କ୍ୟୁବର ଡାଇଗୋନାଲ ଫର୍ମୁଲା କଣ ମୁଁ କହିଛି କେତେ ଯିବ କେତେ ହେଇଯିବ ନା √3 ଏ ହେଲା ଏଇଟା ତମକୁ କହିଛି ମୁଁ କ୍ୟୁବର ଡାଇଗୋନାଲ ଫର୍ମୁଲା ମୁଁ କହିଛି ପ୍ରୁଫ୍ ବି କରିଛି କେମିତି ହବ ଦେଖ କ୍ୟୁବର ଡାଇଗୋନାଲ ଫର୍ମୁଲା କେତେ ଦେଇଛି ନା କର୍ଣ୍ଣ କେତେ ଦେଇଛି 6√3 ମାନେ √3 ଏ ଇଜିକାଲ ଟୁ କେତେ ଦେଇଛି 6√3 ତାହେଲେ ଏ ଇଜିକାଲ ଟୁ କେତେ ହେଇଗଲା ଆମର √3 କଟିଯିବ ନା ଏ ଇଜିକାଲ ଟୁ ତାହେଲେ କେତେ ହେଇଗଲା 6
ଆମକୁ ପଚାରୁଛି କଣ ଆୟତନ ମାନେ କଣ ଭଲ୍ୟୁମ ଅଫ କ୍ୟୁ, ଭଲ୍ୟୁମ ଅଫ କ୍ୟୁ ଇଜିକାଲ ଟୁ କେତେ ହବ ଏ କ୍ୟୁ, ମାନେ 6 ର କ୍ୟୁ 216, ଅପସନ କୋଉଟା ଏ ହେଲା। ନେକ୍ସଟ क्वेश्चन देखिए if tan theta is equal to 1 by root 7 find the value of cosec square theta minus sec square theta ତାପରେ କଣ by cosec square theta ମିଶାଣ sec square ହେଲା। tan theta କେତେ ଦେଇଛି ନା 1 by root 7 ହେଲା, ମୁଁ ଲେଖୁଛି ଏଠି tan theta କେତେ ଦେଇଛି ନା 1 by root 7, tan theta କେତେ ଇଜିକାଲ ଟୁ କେତେ ନା p by b, ଇଜିକାଲ ଟୁ କେତେ ହଉଥିଲା 1 by root 7, ଯଦି p କେତେ ନା 1, b ର ଭ୍ୟାଲୁ କେତେ ହେଲା 1 by root 7, ତାହେଲେ h ଇଜିକାଲ ଟୁ କେତେ ବାହାରିବ ନା p ର ସ୍କୋୟାର ମିଶାଣ b ର ସ୍କୋୟାର ର ରୁଟ ଓଭର ହେଲା। p ର ସ୍କୋୟାର କେତେ 1 ର ସ୍କୋୟାର 1 ମିଶାଣ ରୁଟ 7 ମାନେ ରୁଟ 7 ସ୍କୋୟାର ମାନେ କେତେ 7, 7 ହେଲେ ରୁଟ ଓଭର ହେଲା କେତେ ହବ ରୁଟ ଓଭର 8, ତାହେଲେ କେତେ ହବ 2 ରୁଟ 2, ତାହେଲେ h ର ଭ୍ୟାଲୁ କେତେ ବାହାରିଲା 2 ରୁଟ 2, ଏଟା ହଉଛି h ର ଭ୍ୟାଲୁ। ରୁଟ ଓଭର 8 କେତେ 2 ରୁଟ 2, ତାହେଲେ h ର ଭ୍ୟାଲୁ କେତେ ବାହାରିଲା 2 ରୁଟ 2। ଏ ବାହାର କର କୋସେକ ସ୍କୋୟାର থিটা ମାଇନସ sec ସ୍କୋୟାର থিটা ବାଇ କୋସେକ ସ୍କୋୟାର থিটা ମିଶାଣ sec ସ୍କୋୟାର থিଟା, ଦେଖ କୋସେକ ସ୍କୋୟାର থিটা ହେଲା ମାଇନସ sec ସ୍କୋୟାର থিটা ବାଇ କୋସେକ ସ୍କୋୟାର থিটা ମିଶାଣ sec ସ୍କୋୟାର থিটা। କୋସେକ ସ୍କୋୟାର থিଟା କୁ ମୁଁ ଲେଖିପାରିବି କେମିତି 1 ବାଇ sin ସ୍କୋୟାର থিଟା, ତମେ p ବାଇ s ମାନେ p ବାଇ s ଆକାରରେ କରିବ ମଧ୍ୟ କରିପାରିବ, ମାନେ p ବାଇ s ମାନେ କଣ କୋସେକ ସ୍କୋୟାର থিটা ଭ୍ୟାଲୁ ହବ s ବାଇ p, s ସ୍କୋୟାର ବାଇ p ସ୍କୋୟାର ମାଇନସ sec ସ୍କୋୟାର থিଟାର ଭ୍ୟାଲୁ କେତେ ହବ ନା s ବାଇ p ମାନେ ସ୍କୋୟାର ବାଇ b ସ୍କୋୟାର, ତମେ ଏମିତି କରି ମଧ୍ୟ କରିପାରିବ ହେଲା। ଦେଖ ଏବେ ବି ଏମିତି ନ କରିକି ଆଉ ଗୋଟେ କରିପାରିବା, ଦେଖ କୋସେକ ସ୍କୋୟାର থিটা ମୁଁ ଲେଖିପାରିବି 1 ବାଇ sin ସ୍କୋୟାର থিটা ମିଶାଣ ମାଇନସ 1 ବାଇ cos ସ୍କୋୟାର থিଟା, କଣ କରିବା କେତେ ହେଲା ବାଇ ଏଟାକୁ ମୁଁ ଲେଖିପାରିବି 1 ବାଇ sin ସ୍କୋୟାର থিটা ମାଇନସ 1 ବାଇ cos ସ୍କୋୟାର থিଟା ହେଲା ଇଜିକାଲ ଟୁ ଦେଖ sin ସ୍କୋୟାର থিটা cos ସ୍କୋୟାର থিটা, ଦେଖ ଏଠିକୁ ଏଲସିୟମ ନେଇଯାଅ, ହିନ୍ଦୀ ଏଲସିୟମ ନେଇଯାଅ ଏବେ, ମାନେ କଣ sin ସ୍କୋୟାର থিটা ଇଣ୍ଟୁ cos ସ୍କୋୟାର থিଟା, ଏଲସିୟମ ଗଲା ତଳ ଆଗକୁ ପରପଟେ ଏଲସିୟମ ଗଲା କେତେ ହେଇଗଲା ଏଟା cos ସ୍କୋୟାର থিটা ହେଇଗଲା ମାଇନସ ଏଠି ଗଲା sin ସ୍କୋୟାର থিটা ହେଲା ବାଇ ଟୋଟାଲ ବଡ ବାଇ ପଢେଇ ଏଲସିୟମ ନେଇଯାଅ ତଳେ sin ସ୍କୋୟାର থিটা ଇଣ୍ଟୁ cos ସ୍କୋୟାର থিଟା ହେଲା ଏଟା ସ୍କୋୟାର ବାଇ କଣ ହବ ଏପଟେ ଏମିତି cos ସ୍କୋୟାର থিটা, ଏଟା ପ୍ଲସ ତଳେ ରହିବ, ଦେଖ ପ୍ଲସ ଅଛି ମାନେ cos ସ୍କୋୟାର থিটা ମିଶାଣ sin ସ୍କୋୟାର থিଟା ହେଲା, ଦେଖ ଏଠି sin ସ୍କୋୟାର থিটা ହେଲା cos sin ସ୍କୋୟାର ଇଣ୍ଟୁ cos ସ୍କୋୟାର থিটা sin ସ୍କୋୟାର ଇଣ୍ଟୁ cos ସ୍କୋୟାର থিଟା, ଦିଟାକ ଅଛି ଏଟା କଟିଗଲା, ରହିଲା କେତେ cos ସ୍କୋୟାର থিটা ମାଇନସ sin ସ୍କୋୟାର থিଟା ବାଇ cos ସ୍କୋୟାର থিଟା ମିଶାଣ sin ସ୍କୋୟାର থিଟା। ଦେଖ ତମେ ପିଲାଦିନେ ପଢିଥିବ sin ସ୍କୋୟାର থিଟା ମିଶାଣ cos ସ୍କୋୟାର থিଟାର ଭ୍ୟାଲୁ ସବୁବେଳେ 1, ତମେ ପଢିଥିବ ପିଲାଦିନେ ହଁ ନାଇଁ sin ସ୍କୋୟାର থিଟା ମିଶାଣ cos ସ୍କୋୟାର থিଟା ଇଜିକାଲ ଟୁ 1, ତାହେଲେ ଆମର ଆନ୍ସର କଣ ରହିଗଲା ନା cos ସ୍କୋୟାର থিଟା ମାଇନସ sin ସ୍କୋୟାର থিଟା, ଏତିକି କେବଳ ଆନ୍ସର ରହିଗଲା। ବାହାର କର cos ସ୍କୋୟାର থিଟା ଭ୍ୟାଲୁ କେତେ ନା p cos ସ୍କୋୟାର থিଟା କୁ ମୁଁ ଲେଖିପାରିବି କଣ b ର ସ୍କୋୟାର ବାଇ h ସ୍କୋୟାର ହେଲା, b ବାଇ h ନାହିଁ cos থিଟାର ଭ୍ୟାଲୁ ନା b ର ସ୍କୋୟାର ବାଇ h ସ୍କୋୟାର ମାଇନସ p ର ସ୍କୋୟାର ବାଇ h ସ୍କୋୟାର ହେଲା, h ସ୍କୋୟାର କମନ ଗଲା b ର ସ୍କୋୟାର ମାଇନସ p ର ସ୍କୋୟାର, b ର ସ୍କୋୟାର ଇଜିକାଲ ଟୁ କେତେ b ର ଭ୍ୟାଲୁ କେତେ ବାହାର କରିଥିଲେ ରୁଟ 7 ସ୍କୋୟାର କେତେ 7 ମାଇନସ 1 ର ସ୍କୋୟାର କେତେ 1 ବାଇ h ସ୍କୋୟାର ଭ୍ୟାଲୁ କେତେ h ର ଭ୍ୟାଲୁ 2 ରୁଟ 2 ମାନେ h ର ଭ୍ୟାଲୁ ରୁଟ 8, ରୁଟ 8 ର ସ୍କୋୟାର କେତେ ହବ 8, କେତେ ହେଇଗଲା ଏଟା 6 ବାଇ 8 ହେଲା, ଏଟା ମୁଁ ଲେଖୁଛି ଏଠି 6 ବାଇ 8 2 ତିରିକି 2 ଚଉ 3 ବାଇ 4 ଅପସନ କୋड ହେଲା। ନେକ୍ସଟ क्वेश्चन ଦେଖିବା due to 20% reduction in the price of a sugar, second last question ହେଲା 20ଟା ହିଁ क्वेश्चन କରିବା due to 20% reduction in a price of a sugar a man can buy 5 kg more sugar for 600, find the original price of a sugar। ଚିନି ମୂଲ୍ୟରେ 20% ହ୍ରାସ ପାଇବା ଯୋଗୁଁ ଜଣେ ବ୍ୟକ୍ତି ହେଲା 600 ଟଙ୍କାରେ 5 କିଲୋ ଅଧିକ ଚିନି କିଣି ପାରୁଛନ୍ତି, ଓକେ ଠିକ ଅଛି। ନିଜର ପ୍ରାରମ୍ଭିକ ମୂଲ୍ୟ ପ୍ରତି କିଲୋ କେତେ ଥିଲା, ତାହେଲେ ଆଗରୁ ପ୍ରାଇସ୍ କେତେ ଥିଲା ମାନେ କିଗ୍ରା ପ୍ରତି ମାନେ କିଲୋଗ୍ରାମ ପ୍ରତି କିଲୋଗ୍ରାମ ହିସାବରେ ଆଗରୁ ପ୍ରାଇସ୍ କେତେ ଥିଲା, ପୁରୁଣା ମୂଲ୍ୟ 50, ଦେଖ ଏଇଠି ଲେଖ ଓରିଜିନାଲ ହେଲା, ଏଇଠି ଲେଖ ନ୍ୟୁ ହେଲା, ଏଇଠି ଲେଖ ପ୍ରାଇସ୍, ପ୍ରାଇସ୍ ଆଗରୁ କେତେ ଥିଲା ମନେକର 100 ଥିଲା
20% ରିଡକ୍ସନ ହେଲା ମାନେ କେତେ ହେଲା 80 ହେଲା 20% କମିଗଲା ହଁ ନାଇଁ ମାନେ କେତେ ହେଲା 80 ହେଲା ରେସିଓ ନେଇଯିବ 20 50 100 20 ଚଉକୁ 80 ପ୍ରାଇସ୍ କଣ ହେଇଗଲା କମିଗଲା ତାହେଲେ ଆମର କ୍ୱାଣ୍ଟିଟି କଣ ହେଇଯିବ 4 5 ହେଇଯିବ ଏମିତି ନୁହଁ ପେଟ୍ରୋଲ ତମେ ପେଟ୍ରୋଲ କଥା ହବ କ୍ୱାଣ୍ଟିଟି କମି ବଢିଯିବ ପେଟ୍ରୋଲ କଥା ହବ ପେଟ୍ରୋଲ ଦର ମନେକର ଏବେ 110 ଟଙ୍କା ଅଛି ହେଲା ମନେକର 50 ଟଙ୍କା ହେଇଗଲା ତମେ ଲିଟର ପକଉଥିଲ ଏବେ କେତେ କେତେ ଲିଟର ପକେଇ ପାରିବ କେତେ ଲିଟର ପକେଇବ 2 ଲିଟର ପକେଇ ପାରିବ ହଁ ନା ନାଇଁ ମାନେ ପ୍ରାଇସ୍ କମିଗଲା ତମେ ପେଟ୍ରୋଲ ବଢେଇଦେଲ ହଁ ନା ନାଇଁ ସେମିତି ପ୍ରାଇସ୍ କମିଗଲା 5 ରୁ 4 ହେଇଗଲା କ୍ୱାଣ୍ଟିଟି କଣ ହେଇଗଲା ବଢିଗଲା କେତେ ୟୁନିଟ୍ ଦେଖ ଏଠି କେତେ ୟୁନିଟ୍ ବଢିଲା 1 ୟୁନିଟ୍ ବଢିଲା 1 ୟୁନିଟ୍ ର ଭାଲ୍ୟୁ କେତେ ନା ଦେଇଛି କୋଶ୍ଚିନ୍ 5 କେଜି 1 ୟୁନିଟ୍ ର ଭାଲ୍ୟୁ ଦେଇଛି 5 କେଜି ମାନେ 1 ୟୁନିଟ୍ ଇଜିକାଲ ଟୁ 5 କେଜି ଯଦି 1 ୟୁନିଟ୍ ଇଜିକାଲ ଟୁ 5 କେଜି ତାହେଲେ 4 ୟୁନିଟ୍ କେତେ ହବ 4 ୟୁନିଟ୍ ଇଜିକାଲ ଟୁ କେତେ ହବ 20 କେଜି 4 5 20 20 କେଜି ହେଲା ଏ ବାହାର କର 20 କେଜିରେ 600 ଟଙ୍କା ମାନେ 20 କେଜି ଚାଉଳକୁ 600 ଟଙ୍କା 20 କେଜି ଚାଉଳକୁ 600 ଟଙ୍କା ତାହେଲେ 1 କେଜି ଚାଉଳକୁ କେତେ ଟଙ୍କା ହବ 600/20 ଏଟା ହଉଛି ଓଲ୍ଡ ପ୍ରାଇସ୍ ହେଲା ଯଦି ନ୍ୟୁ ପ୍ରାଇସ୍ ପଚାରିଥାନ୍ତା ତାହେଲେ କେତେ ହେଇଥାନ୍ତା 5 ୟୁନିଟ୍ ବାହାର କରିଥାନ୍ତା 5 5 25 25 କେଜି କୁ 600 ଟଙ୍କା ତାହେଲେ ବାହାର ବୁଝିପାରୁଛ ନା ନାଇଁ ଓଲ୍ଡ ପ୍ରାଇସ୍ ଓଲ୍ଡ ପ୍ରାଇସ୍ କେତେ 4 ୟୁନିଟ୍ 4 ୟୁନିଟ୍ ର ଭାଲ୍ୟୁ କେତେ 20 କେଜି 20 କେଜିରେ 600 ଟଙ୍କା ଆଗରୁ ପାଉଥିଲା 600 ଟଙ୍କାରେ 20 କେଜି ଏବେ ପାଉଛି 600 ଟଙ୍କାରେ 25 କେଜି ବୁଝିପାରିଲ 5 କେଜି ଅଧିକ ପାଇଲା 20 କେଜିର ଭାଲ୍ୟୁ କେତେ 600 ଟଙ୍କା 1 କେଜିର ଭାଲ୍ୟୁ କେତେ 20 3 60 ହେଲା ଅପସନ କୋଉଟା ନେକ୍ସଟ ହେଲା ଅପସନ କୋଉଟା ଏ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ଲାଷ୍ଟ କ୍ୱେଶ୍ଚିନ୍ ନମ୍ବର ତାପରେ କ୍ୱେଶ୍ଚିନ୍ ଶେଷ କରିଦବା 20ଟା ହିଁ କରିବା ଫାଇଣ୍ଡ ଦ ନମ୍ବର ଅଫ ଅଲ୍ କଣ 2 ଡିଜିଟ୍ ନମ୍ବର ହ୍ୱିଚ୍ ଆର୍ ଏକ୍ଜାକ୍ଟଲି ଡିଭିଜିବଲ୍ ଅଫ 5 ମାନେ 5 ଦ୍ଵାରା ଦୁଇଙ୍କ ବିଶିଷ୍ଟ ସମ୍ପୂର୍ଣ୍ଣ ସଂଖ୍ୟା ଯୋଉଟା ମାନେ ଡିଭିଜିବଲ ମାନେ 5 ଦ୍ଵାରା ସମ୍ପୂର୍ଣ୍ଣ ବିଭାଜିତ ହେଉଥିବା ସମସ୍ତ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଗୁଡିକର ସମଷ୍ଟି କେତେ 5 ଦ୍ଵାରା ବିଭାଜିତ ହେଉଥିବା ମାନେ ପ୍ରଥମ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଯୋଉଟା 5 ଦ୍ଵାରା ଡିଭାଇଡ ହେଉଛି କେତେ 10 ପ୍ରଥମ ସଂଖ୍ୟା 2 ଅଙ୍କ ବିଶିଷ୍ଟ ବାହାର କରିବା ପ୍ରଥମ ସଂଖ୍ୟା ହଉଛି 10 ତାପରେ କେତେ ହବ 15 ତାପରେ 20 ତାପରେ 25 ଏମିତି ହେଇ କୋଉ ଯାକେ ଯିବା 100 ଯାକେ ଯିବା ମାନେ 100 ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ହେଇଯିବ 99 ତଳକୁ ଯିବା 99 5 ଦ୍ଵାରା ଡିଭାଇଡ ହବନି 96 ହବନି କୋଉଟା ହବ 95 ହବ ଡଟ ଡଟ ହେଇକି ଆମେ କୋଉ ଯାକେ ଯିବା 95 ଯିବା ତାର କଣ ବାହାର କରିବା ନା ମୁଁ କହିଥିଲି ସମ୍ ବାହାର କରିବା ଫର୍ମୁଲା କଣ ସମ୍ ଇଜ ଇକାଲ ଟୁ ସମ୍ ମାନେ ଏସଏନ୍ ହେଲା ସमेସନ ଅଫ ଯେତେଟା ନମ୍ବର ଦେଇଥିବ ଯାହା ବି ଯୋଉ ନମ୍ବର ଦେଇଥିବ ତାର ସमेସନ ବାହାର କରିବା ଫର୍ମୁଲା କଣ ନା n/2 ତମେ ପିଜିବି ରେ ପଢିଥିବ n/2 ହୋଲ ଇନଟୁ 2a ପ୍ଲସ୍ n-1 ହୋଲ ଇନଟୁ d ଏଟା ପ୍ଲସ୍ ହେଲା ଭଲରେ ଅଛି ଲେଖିଛି ଏଟା ପ୍ଲସ୍ ଟା ଆଗେ ଯେମିତି ହେଇଗଲା 2a ପ୍ଲସ୍ n-1 ହୋଲ ଇନଟୁ d ହେଲା d ପରେ କଣ କମନ ଡିଫରେନ୍ସ ମୁଁ ତମକୁ କହିଥିଲି କହିଛି ଏଇ ଟାଇପର ଫର୍ମୁଲା ପିଜିବି ରେ ବି ନ କହିଥିଲେ ବି ତମେ ପଢିଥିବ ଏଟା ଦଶମରେ ହେଲା ଏ ବାହାର କର ଦେଖ ସमेସନ ବାହାର କରିବା ପୂର୍ବରୁ ଆଗ n ଟା ଦରକାର n କେମିତି ବାହାର କରିବା ନା n ଇଜ ଇକାଲ ଟୁ ଲାଷ୍ଟ ନମ୍ବର ମାଇନସ ଫାଷ୍ଟ ନମ୍ବର 95 ମାଇନସ ଫାଷ୍ଟ ନମ୍ବର 10 95 ମାଇନସ 10 ଲାଷ୍ଟ ନମ୍ବର ମାଇନସ ଫାଷ୍ଟ ନମ୍ବର ବାଇ ସେକେଣ୍ଡ ନମ୍ବର ମାଇନସ ଫାଷ୍ଟ ନମ୍ବର 15/10 ହେଲା ମିଶାଣ 1 ଏଇଟା ହଉଛି n ଭାଲ୍ୟୁ 95 ରେ 10 ଗଲେ କେତେ 85 5 ମିଶାଣ 1 5 ରେ ଗଲେ 17 ମିଶାଣ 1 ଇଜିକାଲ ଟୁ କେତେ ହବ 18 ତାହେଲେ n ଇଜିକାଲ ଟୁ କେତେ ହେଲା 18 ତାହେଲେ ବାହାର କର ସମଷ୍ଟି Sn ଇଜିକାଲ ଟୁ କେତେ ପକେଇ ଦିଅ 18 ଭାଲ୍ୟୁ ଘରେ କରିବ ନା ଏଠି କରିଦବା 18/2 ଫୁଲ ଇନଟୁ 2 ଇନଟୁ a କେତେ ଏ ହଉଛି ପ୍ରଥମ ନମ୍ବର କେତେ 10 ମୁଁ କହିଛି ଆଗରୁ ପ୍ରଥମ ନମ୍ବର ହଉଛି 10 2 ଇନଟୁ 10 ମିଶାଣ n କେତେ 18 n ଭାଲ୍ୟୁ ଆମ 18 ବାହାରିଲାନି n ଇଜିକାଲ ଟୁ 18 ମାଇନସ 1 ହୋଲ ଇନଟୁ d ଫର କଣ କମନ ଡିଫରେନ୍ସ ଦେଖ ସବୁଥିରୁ କମନ ଡିଫରେନ୍ସ କେତେ 10 ରୁ 15 10 ଗଲେ 5 ଏଥିରୁ 20 15 ଗଲେ 5 25 ରୁ 20 ଗଲେ 5 ସବୁଥିରୁ କମନ ଡିଫରେନ୍ସ କେତେ ବାହାରିଲା ଆମର 5 ଏବେ କର 2 ନୂଆ 18 ରହିଲା କେତେ 9 2 10 20 ମିଶାଣ 17 5 18 ହେଇଗଲେ 17 17 5 50 ଫାଇନାଲ କେତେ ହେଲା 9 ଇନଟୁ 105 5 ନୂଆ 45 ୟୁନିଟ୍ ଦେଖ 5 ତ 5 ନୂଆ 45 10 ନୂଆ 90 4 94 9 5 4 5 ଅପସନ କରୁଛୁ ଏ ହେଲା ତ ଭାବୁଛି ଆଜି ଲେକ୍ଚରରେ ସମସ୍ତେ ବୁଝିପାରୁଥିବେ ବୋଲି ହେଲା ଆଜି ଲେକ୍ଚର ପୁରା ସହଜ ଟିକେ ବି ଥିଲା ହେଲା ସୋ ଥ୍ୟାଙ୍କ ୟୁ ଫର ୱାଚିଂ ଆଉ କଣ ଯୋଉଟା ବି ଆଜି ସେକ୍ସନ କେମିତି ଲାଗିଲା ସେଟା ବି କମେଣ୍ଟ ବକ୍ସରେ ଜଣେଇବ ଆଉ ଯୋଉଟା ବି ଡାଉଟ୍ ରହିବ ସେଇଟା ବି କମେଣ୍ଟ ବକ୍ସରେ ଜଣେଇବ
ହେଲା। ଆଉ ରହୁଛି ହେଲା, ନେକ୍ସଟ ଭିଡ଼ିଓରେ ଦେଖା ହବା।